ପାଳିତ ହେଉଛି ଧନୁ ସଂକ୍ରାନ୍ତି। ଧନୁ ମୁଆଁର ଚାହିଦା ବେଶୀ। ବ୍ରହ୍ମପୁର ବଜାର ବେଶ୍ ଚଳଚଞ୍ଚଳ। ପ୍ରଥମ ଧାନରୁ ମୁଆଁ ପ୍ରସ୍ତୁତ। ଓଡ଼ିଆ ଘରେ 12 ମାସରେ 13 ପରବ। ଆଜି ଓଡ଼ିଶାର ପୁରପଲ୍ଲୀରେ ପାଳିତ ହେଉଛି ଧନୁ ସଂକ୍ରାନ୍ତି। ଧନୁମୁଆଁ ଭୋଗ ହୋଇଥାଏ। ଶୀତୁଆ ପାଗରେ ଗୁଡ଼ ରନ୍ଧା ହେବା ସହିତ ମହମହ ବାସୁଛି ସମଗ୍ର ପରିବେଶ। ଧନୁ ମୁଆଁଙ୍କୁ ନେଇ ବ୍ରହ୍ମପୁର ବଜାର ବେଶ୍ ଚଳଚଞ୍ଚଳ। ସେ ଫଳ ଦୋକାନୀ ହେଉ କି ମିଠା ଦୋକାନ, ସବୁଠି ମୁଆଁମୟ ହୋଇଯାଇଛି। ଏହି ବ୍ରହ୍ମପୁର ମୁଆଁର ଚାହିଦା ଜିଲ୍ଲା କାହିଁକି ସମଗ୍ର ରାଜ୍ୟରେ ରହିଛି। ଧନୁ ସଂକ୍ରାନ୍ତିରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ 1 ମାସ ଧରି ଠାକୁରଙ୍କୁ ଭୋଗ ଲାଗି ହେବ ମୁଆଁ। ଏହାଛଡ଼ା ଝିଅମାନଙ୍କ ଶାଶୁଘରକୁ ଏହି ମୁଆଁ ଉପହାର ଦିଆଯିବାର ପରମ୍ପରା ମଧ୍ୟ ରହିଛି। ଏଥିପାଇଁ ନିଜ ମନ ମୁତାବକ ମୁଆଁ କିଣାରେ ଲାଗି ପଡ଼ିଛନ୍ତି ସହରବାସୀ। ବର୍ଷରେ ଏହି 1 ମାସ ମୁଆଁ ବଜାର ବେଶ୍ ଚଳଚଞ୍ଚଳ ରହେ। ଖାସ୍ କରି ବ୍ରହ୍ମପୁରର ବାଲୁଙ୍କେଶ୍ୱର ମନ୍ଦିର ନିକଟରେ ଥିବା ଜୟ ଜଗନ୍ନାଥ ମିଷ୍ଟାନ୍ନ ଭଣ୍ଡାରରେ ବିଭିନ୍ନ ପ୍ରକାରର ମୁଆଁର ଚାହିଦା ବେଶ୍ ଭଲ ରହିଥାଏ। ଏମିତିକି ସୁଗାରଲେସ୍ ମୁଆଁ ମଧ୍ୟ ପ୍ରସ୍ତୁତ କରାଯାଇଥାଏ। ଘିଅ ମୁଆଁ, ଚିନି ମୁଆଁ, ନବାତ ମୁଆଁ, ପିସ୍ତାବାଦାମ ମୁଆଁ, କାଜୁ ମୁଆଁ ପରି ଭଳିକି ଭଳି ମୁଆଁ ନିଜ ଦୋକାନରେ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଆକର୍ଷଣୀୟ ଭାବେ ସଜାଇ ରଖିଥାନ୍ତି ବ୍ୟବସାୟୀ। ଭଲ ବ୍ୟବସାୟ ହେଉଥିବାରୁ ଏହି 1 ମାସରେ ଭଲ 2 ପଇସା ଉପାର୍ଜନ କରିଥାନ୍ତି ସେମାନେ। ପ୍ରଥମ କଥା ହେଲା ଧନୁ ସଂକ୍ରାନ୍ତି ଏବଂ ତା ସହିତ ମକର ସଂକ୍ରାନ୍ତି ମାସବ୍ୟାପୀ ଯେଉଁ ଖାଦ୍ୟ ପରମ୍ପରା ଅଛି ତାହା ବ୍ରହ୍ମପୁର ବା ଗଞ୍ଜାମ ଜିଲ୍ଲାର ସର୍ବଶ୍ରେଷ୍ଠ ଖାଦ୍ୟ ପରମ୍ପରା ରୂପେ ଗ୍ରହଣ କରାଯାଇଛି। ଏବଂ ଯେମିତି ଆପଣ ବିଭିନ୍ନ ଅଞ୍ଚଳରେ ଅଛି ଢେଙ୍କାନାଳର ବରା, କଟକର ଆଳୁ ବରା, ଦହିବରା, ଆଳୁଦମ, ଠିକ ସେମିତି ବ୍ରହ୍ମପୁର ହେଉଛି ଧନୁମୁଆଁ। ଧନୁମୁଆଁ ହେଉଛି ସର୍ବଶ୍ରେଷ୍ଠ ଖାଦ୍ୟ ପରମ୍ପରାର ଆମର ଗୋଟେ ବିଶେଷ ପରିବେଷଣ। ଏବଂ ସେଇଟା ଆପଣ ଦେଖିବେ ଗୋଟେ ଯେମିତି ଆମେ ଆଲୋଚନା କରୁଛେ ଋତୁଚକ୍ର, କୃଷି ଭିତ୍ତିକ ଋତୁଚକ୍ରର ଗୋଟେ ସମାପନ ହେଉଛି ପ୍ରାୟତଃ ଏହି ସମୟରେ। ଅର୍ଥାତ୍ ଏଠି ଉତ୍ପାଦ ହେଇଯାଇଥିବ, ଚାଉଳ ବାହାରିଥିବ, ଯୋଉଟା ଆମର ମାନେ ଆଧ୍ୟାତ୍ମିକ, ଭୌଗୋଳିକ, ଭୌତିକ ସବୁ ଦିଗରୁ ଆମର ଖାଦ୍ୟ ଆହାର ଯୋଉଟା ସେଇଟା ହେଉଛି ଭାତ ବା ଚାଉଳ ବାହାରି ଯାଇଥିବ। ହେଲେ ଭଗବାନଙ୍କୁ ସମର୍ପଣ କରିବାର ସର୍ବଶ୍ରେଷ୍ଠ ମୁହୂର୍ତ୍ତ ଏଇଟା କଣ ପାଇଁ? ଏଠି ଗୋଟେ ବିରାମ ବା ବିଶ୍ରାମ ସମୟ ମିଳିଯାଏ ଚାଷୀ କୂଳର ଲୋକଙ୍କୁ ବା ଜନତା ଜନାର୍ଦ୍ଦନଙ୍କୁ। ସେମାନେ ସେଥିପାଇଁ ମହାପ୍ରଭୁଙ୍କୁ ଧନୁ ସଂକ୍ରାନ୍ତି ଯେହେତୁ ଋତୁଚକ୍ର କୃଷିଭିତ୍ତିକ ସରିଯାଏ, ନୂଆ ଆରମ୍ଭ ହୁଏ, ଜଗନ୍ନାଥ ଏବଂ ସୂର୍ଯ୍ୟଙ୍କୁ ପୂଜା କରିବାର ଏଇଟା ଗୋଟେ ବଡ଼ ସୁନ୍ଦର ସମୟ ମାସବ୍ୟାପୀ। ସେଥିପାଇଁ ସେହି ସମୟରେ ଆପଣ ଦେଖିବେ ଭଗବାନଙ୍କୁ ସୁନିଷ୍ଟ ପ୍ରଦାନ କରିବା ପରିପ୍ରେକ୍ଷୀରେ ମିଷ୍ଟାନ୍ନ ପ୍ରଥମେ ନୂଆ ଚାଉଳର ନୂଆ ଖଇ, ତାପରେ ନୂଆ ଆଖୁ, ଏଇଟା ଆଖୁ ଅଞ୍ଚଳ ଋଷିକୁଲ୍ୟା ଉପତ୍ୟକା, ଋଷିକୁଲ୍ୟା ବାହିକା, ସେଇ ଋଷିକୁଲ୍ୟା ଅଞ୍ଚଳରେ ଯୋଉ ଆଖୁ ଉତ୍ପାଦନ ହେଉଛି ତାର ନୂଆ ଗୁଡ଼, ନଡ଼ିଆର ପାତି ଏବଂ କରୁଣାର ରସ, ଏଇ 4ଟି ହେଉଛି ମୂଳ। ସେଥିରେ ଆପଣଙ୍କର ଧୀରେ ଧୀରେ ଆସ୍ତେ ଆସ୍ତେ ବର୍ତ୍ତମାନ ଏଇ କିଛି ଦଶନ୍ଧି ହେଲା ଘିଅ ମୁଆଁର ମଧ୍ୟ ଆରମ୍ଭ ହୋଇଛି। ଏ ଘିଅକୁ ମଧ୍ୟ ପକାଉଛି ଗୁଆ ଘିଅରେ। ତାର ପ୍ରସ୍ତୁତି ପ୍ରଣାଳୀ ତ ବିଭିନ୍ନ ପ୍ରକାର ରହିଛି, ଆପଣ ସେଟା ଅଲଗା ଆଲୋଚନା କରିପାରିବେ। ତେବେ ଏଇ ଯୋଉ ପ୍ରସ୍ତୁତି ହେଇକି ମୁଆଁଟା ବାହାରେ, ସେ ମୁଆଁଟା ଅର୍ଘ୍ୟ ଦିଆଯାଏ ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କୁ। ସାଧାରଣତଃ ଦକ୍ଷିଣ କଳିଙ୍ଗ ଭିତରେ ରହିଛି ଗଞ୍ଜାମ। ଆମର ଯୋଉ ପ୍ରାଚୀନ ସମୟର ଉତ୍କଳିଙ୍ଗ, ମଧ୍ୟକଳିଙ୍ଗ, ଦକ୍ଷିଣ କଳିଙ୍ଗ, ଗଞ୍ଜାମ ହେଉଛି ମଧ୍ୟ ଅଞ୍ଚଳ ଦକ୍ଷିଣ କଳିଙ୍ଗର। ଏବଂ ସେହି ମଧ୍ୟାଞ୍ଚଳରେ ଯୋଉଟାକି ରାଜଧାନୀ ସ୍ୱରୂପ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ, ସେଠି ତ୍ରିସ୍ତରୀୟ ପୂଜା ପରମ୍ପରା ରହିଛି। ପ୍ରଥମେ ଇଷ୍ଟଦେବୀ, ତାପରେ ଗ୍ରାମ ଦେବତୀ, ତାପରେ ଗଣଦେବତା ବା ଜଗନ୍ନାଥ। ତ ପ୍ରଥମେ ଆମର ଦେଖିବେ, ପ୍ରଥମେ ଯେକୌଣସି କାର୍ଯ୍ୟକ୍ରମ କରୁ ଇଷ୍ଟଦେବୀଙ୍କୁ ପୂଜା ହୁଏ, କାଲି ପୂଜା ହବ ଇଷ୍ଟଦେବୀଙ୍କ ପାଖରେ। ତାପରେ ଗ୍ରାମ ଦେବତୀ ପ୍ରତି ସହରାଞ୍ଚଳରେ ଏବଂ ଆମର ବିଶିଷ୍ଟ ଯୋଉ ଅଞ୍ଚଳ ରହିଛି ବ୍ରହ୍ମପୁରର ଆଦିଶକ୍ତି, ଆଦିମାତା, ଇଷ୍ଟଦେବୀ, ଗ୍ରାମ ଦେବତୀ ସବୁ ହେଉଛନ୍ତି ମା ଠାକୁରାଣୀ, ତାଙ୍କ ପାଖରେ ପୂଜା ହବ। ଏବଂ ତତ୍ସହିତ ଜଗନ୍ନାଥ ମହାପ୍ରଭୁଙ୍କ ପାଖରେ ମଧ୍ୟ ପୂଜା ହବ। କାଲି ସେହି ପୂଜା ହେଇସାରିଲା ପରେ, ଯେହେତୁ ମିଷ୍ଟାନ୍ନ ଅର୍ଘ୍ୟ ଦେଇ ସାରିଲା ପରେ, ତାପରେ ବଣ୍ଟାଯିବ ପ୍ରଥମେ ଝିଅ ଘରକୁ। ଗଞ୍ଜାମ ଜିଲ୍ଲାର ସମସ୍ତ ଉପହାର ଜନିତ କାର୍ଯ୍ୟକ୍ରମ ଯେତେବେଳେ ଯାହା ହୁଏ ପର୍ବପର୍ବାଣୀରେ ପ୍ରଥମେ ଆରମ୍ଭ ହୁଏ ଝିଅ ଘରୁ। ସାବିତ୍ରୀ ଯେମିତି ହଉ, ଠାକୁରାଣୀ ଯାତ୍ରା ଯେମିତି ହଉ, ଠିକ ସେମିତି ଏଇଟା ମଧ୍ୟ ହଉଛି ଆପଣଙ୍କର ଝିଅ ଘରୁ ଆରମ୍ଭ ହବ। ଯୋଉ ବିବାହିତ ଝିଅମାନେ ଥାନ୍ତି ତାଙ୍କର ଶାଶୁ ଶ୍ୱଶୁର ସମୁଦାୟ ତାଙ୍କ ରିଲେଟିଭ ଏବଂ ଧୀରେ ଧୀରେ ଏମିତି ହେଇକି ସାଙ୍ଗ, ବନ୍ଧୁ, ପରିଜନ, ଏପରିକି କେବଳ ବ୍ରହ୍ମପୁର ଅଞ୍ଚଳରୁ ନୁହେଁ, ଆଖପାଖ ଅଞ୍ଚଳର ରାଜ୍ୟ ବାହାରେ, ଦେଶ ବାହାରେ, ବିଦେଶକୁ ମଧ୍ୟ ମୁଆଁ ବର୍ତ୍ତମାନ ମଧ୍ୟ ପଠାଯାଉଛି। କାରଣ ସୁଦୃଶ୍ୟ ପେକ୍ ହେଇଗଲାଣି,
प्रणाली सेमती हेले आधुनिकीकरण से आसीगलानी पिस्ता बादाम काजू बादाम जोड़ी होगलानी बहुत सुंदर टेस्टी लगे सेगुड़ा को धीरे धीरे विदेश को रप्तानी होछि वर्तमान सेहिपरि मुआ प्रस्तुत करिबा पाई मध्य कारीगरंक मनरे बेस उत्साह देखा देछि काहेकि ना मुआ केवल गोटिए मास प्रस्तुति करा जाई बिक्री करा जाई थाए लिया नड़िया पाती काजू चीनी पिस्ता बादाम आदि सामग्री को पाग करी एही मुआ प्रस्तुत करा जाई थाए आउ गोटिए मुआ प्रस्तुत करिबा पाई पाखापाखि 1 घंटारू अधिक समय लागि थाए गंजाम समेत राज्यर विभिन्न स्थान को एही मुआ पठाई थांती कारीगर सुनंतु कौन कहउछंती मुआ कारीगर दीर्घ 10-12 वर्ष हेलानी काम एडी करछि सब वर्ष तो हम प्राय वर्ष मुआ होतिली हमर माइंड सेट हे जाइछि जिंदगी किछ नै तबरे हम तो धनु संक्रांति मकर संक्रांति पर्यंत हमर मुआडा चली जाउछि प्राय घिओ मुआ तो सेलिंग अधिक खाउछि हमर बादाम मुआ पिस्ता मुआ हमर गुड़ मुआ सुगरलेस मुआ और चिना बादाम मुआ तो प्राय मुआ हो खाउछि हमर जेतु हमर घिओ मुआडा अधिक सेलिंग खाउछि नै सेमान पे अछि ना हमर लेस सुगर मुआ अछि गुड़ मुआ अछि सेमान भी खाइ पारନ୍ତି खाइ परिबे भी जिला बाहर भी जाय खाउछि हमर हमर मालकानगिरी उदयगिरी हमर बालीउडा आउ भुवनेश्वर कटक पुरी सब हमर जाय ना ना हमर किछि भय न थाउछि हमर एक्सपीरियंस अछि हमर 10-12 वर्ष रानी जेतु हमर से भय पाग किछि भय न थाउछि धनु संक्रांति रु मकर संक्रांति आर बहुत चाहिदा रहउछि घिओ मुआ मसला मुआ चिना बादाम मुआ काजू आलमंड मुआ और जागेरी बॉक्स मुआ और लेस सुगर मुआ विभिन्न प्रकार 8 प्रकार मुआ प्रस्तुत करा जाय घिओ मुआ सबुठो अधिक तो घिओ मुआर चाहिदा अधिक रही थाए लियाटा को फर्स्ट भलो घिओ रे छणा जाए नेक्स्ट काजू जो घिओ रे भलो घिओ रे छणा जाए आलमंड भलो घिओ रे छणा जाए तापर चीनी पाग मिश्रण करा जाए चीनी पाग मिश्रण पर लेंबू पकाई पाग अणा जाए पाग अणा हला परे से नड़िया पाती सब पका जाए पकाइला पर मिश्रण हला परे से नड़िया पाग हे सारला परे लिया नेकरी से ताइरे भलो घिओ रे जो छणा आइथियो ताइरे मिश्रण करा जाए तापर भलो घिओ ऊपर भी पका जाए नड़िया बड़ बजार ठू अणा जाउची नड़िया गुर्जी रु नड़िया अणा होची लिया बालीपुरा रु अणा होची गेट बाजार आ गिरी मार्केट रु आछि 10-12 बस्तार लिया काम होची दैनिक जयपुर भवानीपाटना मालकानगिरी नवरंगपुर पालाखेमुंडी बाहर राज्य भी प्रस्तुति करी दिया जाए सकाळ 8 रु संध्या 8 जाए काम हुए कृषकंकर एटा फर्स्ट अमल जोगु एटा धनु संक्रांति करा जाए धनु मुआ आ मांग पीठरे एटा पूजा करा जाए प्रथम ठाकुराणी मांगर हमर बरहमपुर ठाकुराणी मांग पाखरे पूजा करा जाए तापर नेक्स्ट बंधु जार समुदी आनी नुआ बंधु लोकन को समस्त को दिया निया करा जाए रेशम सहरर एही मुआ परंपरा बहु पुराणा तेबे से जहा हेउना काहेकि एही सुस्वादु मुआर मजा नेबा पई सहरवासी एही मासकु जेभଳି चाहि रही थांती आ सबुठु खास कथा हेउची एही धनु संक्रांति रे जगत जननी मां बुढ़ी ठाकुराणी पीठरे मुआ पूजा होइथाय काहेकि ना कृषक माने अमल करितिबा प्रथम धानर लियारू मुआ प्रस्तुत करी मां बुढ़ी ठाकुराणी पीठरे गजा मुआ पूजा करा जाइथाय आउ आजिर एही दिनठू मुआर चाहिदा बढ़ी थाए कुहा जाए मां को निकटरे गजा मुआ भोग करिले निजर मनस्कामना पूर्ण होइथाय ब्यूरो रिपोर्ट ओडिशा न्यूज नाउ।